ଆଜିର ଭିଡିଓଟି ଛାତ୍ରଛାତ୍ରୀ ତଥା ପରୀକ୍ଷାର୍ଥୀ ମାନଙ୍କ ପାଇଁ। କିଛି ଛାତ୍ରଛାତ୍ରୀ ଥାଆନ୍ତି ଅନେକ ପଢିଥାନ୍ତି, ବହୁତ ସମୟ ପାଠ ପଢାରେ ଦେଇଥାନ୍ତି, ମାତ୍ର ସେମାନଙ୍କର ଯୋଉ ପରିମାଣରେ ମନେ ରହିବା କଥା ମନେ ରହିନଥାଏ। ଅର୍ଥାତ୍ ସେମାନେ ଫିଲ୍ କରନ୍ତି ମୋର ମେମୋରି ପାୱାର ବୋଧ ହୁଏ କମ୍। ଏଥିସହିତ ଆଉ କିଛି ପିଲାଙ୍କର କନସେନ୍ଟ୍ରେସନ ଆସେ ନାହିଁ, କନଫ୍ୟୁଜନ ବହୁତ ଥାଏ, ଏଟା ଠିକ ନା ସେଟା ଠିକ, ବା ମୁଁ ପରୀକ୍ଷାରେ ଠିକ ଲେଖିପାରିବି ନା ନାହିଁ। ଆଉ କିଛି ପିଲାଙ୍କର ପରୀକ୍ଷାକୁ ନେଇ ମନରେ ଅନେକ ଭୟ ଆସେ, ମୁଁ ଠିକ ସେ ପରୀକ୍ଷାରେ କରିପାରିବି କି ନାହିଁ, ମୁଁ ଏଇ ସବୁ ପାଠ ଗୁଡାକ ପରୀକ୍ଷାରେ ଆସିବ କି ନାହିଁ, ଆରେ ମୁଁ ତ ମୂଳରୁ ପଢିଥିଲି ଯାହା ବର୍ତ୍ତମାନ ସବୁ ଭୁଲି ଗଲିଣି। ଏହି ପ୍ରକାର ଯଦି ମନୋବୃତ୍ତି ଆସୁଥାଏ ତେବେ ଆପଣମାନେ ଏଥିନେଇ ହୋମିଓପାଥିକର ଗୋଟିଏ ଡ୍ରପ୍ ବ୍ୟବହାର କରିପାରନ୍ତି, ମେମୋରାଇନ୍ ଡ୍ରପ୍। ଏହା ସାଧାରଣତଃ ଭଲ ହୋମିଓପାଥିକ ଷ୍ଟୋର କିମ୍ବା ଅନଲାଇନରେ ଆଭେଲେବୁଲ ଥାଏ। ଏହାକୁ ଯଦି ଆପଣଙ୍କର ବୟସ 15 ରୁ 20 ବର୍ଷ ମଧ୍ୟରେ, ତେବେ ଆପଣମାନେ ଅଧ କପ୍ ପାଣିରେ 15 ଠୋପା ସକାଳୁ ଏବଂ ସନ୍ଧ୍ୟା ଖାଇବା ପୂର୍ବରୁ ନିୟମିତ ଭାବରେ ସେବନ କରନ୍ତୁ। ଏଥିସହିତ କିଛି ପିଲାଙ୍କର ମାନସିକ ସ୍ତରରେ ଦୁର୍ବଳତା ଥାଏ, ଏପରିକି ମେଣ୍ଟାଲି ୱିକନେସ୍ ବୋଲି ଯୋଉଟା କୁହାଯାଏ, ଏବଂ ସେମାନେ ପରୀକ୍ଷାକୁ ବହୁତ ଜୋର ଡରି ଯାଇଥାନ୍ତି, ମୁଁ କଣ କରିବି, ମୁଁ କରିପାରିବି ନା ନାହିଁ, ଏ ପ୍ରକାର ଧାରଣା ସେମାନଙ୍କର ମନରେ ଆସେ ଏବଂ ମାନସିକ ସ୍ତରରେ ସେମାନେ ଦୁର୍ବଳ ହୋଇପଡନ୍ତି। କନଫ୍ୟୁଜନ ଅଧିକା ଥାଏ, ସେମାନଙ୍କର ପାଠ ପଢାରେ କନସେନ୍ଟ୍ରେସନ ଆସିନଥାଏ, ଏହିସବୁ ଲକ୍ଷଣ ଦେଖା ଦଉଥାଏ। ତେବେ ଏ କ୍ଷେତ୍ରରେ ଆପଣ ହୋମିଓପାଥିକର ଗୋଟିଏ ଔଷଧ ଯାହାକି ଏଥୁଜା ସାଇନୋପିୟମ 200, ଏହାକୁ 2 ଠୋପା ଦ୍ୱିପହରେ ଏବଂ 2 ଠୋପା ରାତିରେ ଖାଇବା ପୂର୍ବରୁ ନିୟମିତ ଭାବରେ ଖାଆନ୍ତୁ। ଦେଖିବେ କିଛି ଦିନ ଏ ଦୁଇଟି ଔଷଧର ବ୍ୟବହାର ପରେ ଆପଣମାନଙ୍କର କନସେନ୍ଟ୍ରେସନ ବଢିବା ସହ କନଫ୍ୟୁଜନ ବହୁତ କମି ଯାଇଛି। ଆଗ ଅପେକ୍ଷା ଆପଣମାନଙ୍କର ମେମୋରି ମଧ୍ୟ ବହୁତ ବୃଦ୍ଧି ଘଟିଛି। ତେବେ ଖାଲି ଔଷଧ ଖାଇଲେ ହେବ ନାହିଁ, ଆପଣମାନଙ୍କୁ ପରିଶ୍ରମ କରିବାକୁ ପଡିବ, ଅର୍ଥାତ୍ ପାଠ ପଢିବାକୁ ହେବ ଏବଂ ଲକ୍ଷ୍ୟ ସ୍ଥିର ରଖିବାକୁ ହେବ। ବେଷ୍ଟ ୱିଶେସ୍।